ପିସି ଖୁଆଇବା ଶିଖେଇଛି କିଏ? ଅଫିସର ଯୋଉ ଆଜି ବାହାରୁଛି କୋଟି କୋଟି ଟଙ୍କା କିଏ ଦେଇ ତାଙ୍କୁ? ଠିକାଦାର। ସେମାନେ ଠିକାଦାର ନୁହଁ, ଠକଦାର। ଠିକାଦାର ଆନ୍ଦୋଳନ କରୁଛନ୍ତି ମାନେ ଭାବନ୍ତି ସରକାର ଠିକ, ଏମାନେ ସବୁ ଭୁଲ। ଠିକାଦାର ଯୋଉ କାମ ଦାମ କଲା ବେଳେ, ଯୋଉ ଠକିଲା ବେଳେ, ଲୁଟିଲା ବେଳେ ମିଡିଆ ଖୋଜୁଥିଲେ। ଆଜି ଠିକାଦାର ଆନ୍ଦୋଳନକୁ ଆଇଲେ। ବେପାର କୋଉଠି ଘାଟା ହେଇଛି। ଯଦି ମୁଁ କହିବି ଗୋଟିଏ ବର୍ଗ ହଉଛନ୍ତି ଠିକାଦାର, ଯୋଉମାନେ ହଉଛନ୍ତି ଦୁର୍ନୀତିର ସୌଦାଗର। ପିସି ଖୁଆଇବା ଶିଖେଇଛି କିଏ? ଅଫିସର ଯୋଉ ଆଜି ବାହାରୁଛି କୋଟି କୋଟି ଟଙ୍କା କିଏ ଦେଇ ତାଙ୍କୁ? ଠିକାଦାର। ଆପଣ ଦେଖିବେ ଯୋଉ ମାଟି ଉପରେ ପିଚୁ ପକେଇକି କେମିତି ଭାବରେ ଗୋଇଠା ମାରିଦେଲେ ଛାଡି ଯାଉଛି, ସେଗୁରା କଣ? ଠିକାଦାର। ସେମାନେ ଠିକାଦାର ନୁହଁ, ଠକଦାର ବୋଲି ଆମେ କହିପାରିଲେ ଭୁଲ ନାହିଁ। ହର୍ଷିକାର ଆକାରରେ କାଟିଦେବା। ତେଣୁ ଠିକାଦାରଙ୍କ ପାଇଁ ଗଣମାଧ୍ୟମ ଆଦୌ ବାହାରିବା ଉଚିତ ନୁହେଁ। ସବୁତକ ତସ୍କରୀ କାମ ସେମାନଙ୍କର। ଏ ଦଳଟା ମୋ କଥା ଶୁଣିକି ବିଗିଡି ପାରନ୍ତି, ମୁଁ ସତ କହୁଛି। ଗାଁ ଗହଳିରେ ଯିବେ, ଇଏ ଜେଇ, ବିଡିଓ ଆଉ ଏମଏଲଏ, ଏ ଠିକାଦାର ଚାରିଜଣ କାମ ନକରି ବିଲ୍ ନଉଛନ୍ତି। ତେଣୁ ଏମାନଙ୍କ ପାଇଁ ଜମା ବାହାର କରନି। ବରଂ କୁହ ତମ ବେପାର ବନ୍ଦ ହେଇକି କିଛି ଦିନ ଆଟଲିଷ୍ଟ ରାଜକୋଷ ଲୁଟରୁ ବଞ୍ଚିଗଲା। ଆପଣ ଦେଖିବେ ଏ ଦଳେ ଅଛନ୍ତି ଖାଲି ରକ୍ଷଣାବେକ୍ଷଣ କାମ କରିବେ। ମାନେ ଏତିକି ଫାଟିଥିବ, ପ୍ୟାଚ ପକେଇବା ପାଇଁ ଏକାଳେ ନେଇଥିବେ 3 କିଲୋମିଟର ଇଏ, ତା ଦେହରେ ପ୍ୟାଚ ପକେଇବେନି। ଏଇ ଯୋଉ ବେପାର, ଆଗ ଠିକାଦାର ତାଙ୍କ ବିବେକକୁ ପଚାରୁନାହାନ୍ତି। ଲିଙ୍ଗରାଜ ମନ୍ଦିର ଟିକେ ନିୟମ କରିବାକୁ ନେବେ ଯେ ଜୀବନରେ ହାତ ଦେଇ କହ, ମୁଁ ଯେତିକି ପ୍ରକୃତରେ ପ୍ରାପ୍ୟ ସେତିକି ପାଇଛି, ବେଶୀ ଖାଇନି ପିଇନି। ଗୋଡି ବାଲି, ଗୋଡି ବାଲି ସିମେଣ୍ଟ ଯୋଉ ଖାଇନାହାନ୍ତି କି, ଏରା ଦିହରେ ହଜମ ହବ? ସେ କୋଉ କୋଉ ବାଟ ଦେଇକି ବାହାରିବ। ସରକାର ଯେତେବେଳେ କରିଛନ୍ତି, ଆପଣ ବୁଝନ୍ତୁ, ଯେତେବେଳେ ଠିକାଦାର ସରକାରଙ୍କୁ ବିରୋଧ କରୁଛନ୍ତି, ଭାବନ୍ତୁ ଯେ ସରକାର ଠିକା ଭଲ ନିୟମଟି କରିଛନ୍ତି। ଯଦି ଖାଇବା ନିୟମଟି କରିଥାନ୍ତେ, ଇଏ ବିରୋଧ କରିଥାନ୍ତେ? ତାମାନେ ଆଙ୍କୁ ଟାଇଟ୍ କରିବା ନିୟମଟି କରାଯାଇଛି। ତେଣୁ ସାଧାରଣ ନାଗରିକ ଭାବରେ, ଗଣମାଧ୍ୟମର ପ୍ରତିନିଧି ଭାବରେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅ। ମାନେ ଆଙ୍କ କଥା ବେଶୀ ପ୍ରଚାର କରନି। ଅବଶ୍ୟ ଆପଣ ଜାଣନ୍ତୁ, ଏ ଠିକାଦାର ମାନଙ୍କର ଦାବିଟି ପୂରଣ ହେଇଯିବ। ଇଏ ଆନ୍ଦୋଳନରେ ବସୁଛନ୍ତି, ତାପରେ ମାଲ କଲେକ୍ସନ କରିକି ଉପର ମହଲରେ ପଠେଇଦେବେ। ଆଙ୍କର ତ ଲ ଉପରେ କଥାବାର୍ତ୍ତା ନାହିଁ ନା କୋ ଉପରେ କଥାବାର୍ତ୍ତା। ଯେତେବେଳେ କୋ କରିକି ଦେଇ ଚାଲିବେ, ସରକାର ମଧ୍ୟ ନିୟମ ଦେଖି ମାନିଯିବେ। ତେଣୁ କିନ୍ତୁ ଆମେ କହିବା, ଯୋଉ ଟାଇଟ୍ କଲା ଫଳରେ ଠିକାଦାର ବିରୋଧ କରୁଛନ୍ତି, ବୁଝିଲେ କି, ସେମିତି ଟାଇଟ୍ କରି ରଖିଥାନ୍ତୁ। ଆରେ ଶୁଣ, ଗଣତନ୍ତ୍ର ବିଧି ବ୍ୟବସ୍ଥାରେ ଯୋଉ ଠିକାଦାର ମାନେ ହାତରେ ଏତିକି ମୋଟାର ସୁନା ଚେନ, ଇଏ ଏମିତି ଗାଡିରୁ ଏଣ୍ଟ୍ରି କରିକି ଏମିତି ଗୋଟେ ଗୋଇଠା ମାରି ଦଉଥିବେ, ଗୋଡରେ ଆସିକି ଷ୍ଟାଇଲ ମାରିକି ଠିଆ ହଉଥିବେ, ଆଜି ତେମେ ରାଜରାସ୍ତାରେ ପଡିଛ। କାହିଁକି ନା ମାନେ ତେମେ କୋଉଠି ଥିଲେ ବି ଦିନ ଆସିବ, ତେମେ ମଧ୍ୟ ଏଇ ଜାଗାରେ ପହଞ୍ଚିବ। ଇଏ ମେଳ ହେଇଛନ୍ତି। ଇଏ କଣ ହେଇଛି, ଆମ ପାଖରେ ସୂଚନା ମିଳୁଛି, ଆଗରୁ ବିଜେଡି ଠିକାଦାର ଗୁରା ପ୍ରବଳ ଖାଉଥିଲେ। ଯୋଉ ମୋହନ ମାଝୀ କହିଲେନି ଇକୋସିଷ୍ଟମ ବର୍ତ୍ତମାନ ଆକ୍ଟିଭ ଅଛି 24 ବର୍ଷର, ଏ ଠିକାଦାର ବି ବିଜେଡି ଇକୋସିଷ୍ଟମରେ ଥିଲେ, ପ୍ରବଳ ଖାଇଛନ୍ତି। ବିଜେଡି ନେତାଙ୍କୁ ଦେଇଛନ୍ତି, ଖାଇଛନ୍ତି ମାନେ ଦେଇନାହାନ୍ତି ବୋଲି ନୁହଁ, ଦେଇଛନ୍ତି। ସାମ୍ବାଦିକଙ୍କୁ ବାଡେଇଛନ୍ତି। ଠିକାଦାର ବେଶୀ ବାଡାନ୍ତି ନା, ଆଉ ଯେତେକ ସାମ୍ବାଦିକ ଆକ୍ରମଣ ଦେଖି ଠିକାଦାର ବାଡେଇଛନ୍ତି। ତେଣୁ ବର୍ତ୍ତମାନ ସମୟରେ ମୁଁ ସାମ୍ବାଦିକ ଭାବେ ତାଙ୍କୁ ବିରୋଧ କରୁଛି। ବାଡେଇଲା ବେଳକୁ କୁଲକୁଲ ହଉଥିଲ, ଏ ରାଜରାସ୍ତାରେ ବସିଲାକୁ ମିଡିଆରେ ଆମର ଟିକେ ବାହାର କରିଦିଅ, ବାହାର କରିବ କଣ ତେଲ ମାରୁଛ ଆସିକି, ବୁଝିପାରିଲେ କି ନାଇଁ? ତେଣୁ ଆରେ ଠିକାଦାର ହଉଛନ୍ତି ସବୁତକ ଭାଣ୍ଡାମି, ତାଙ୍କର ଦଳ ଫଳ ନାହିଁ। ଇଏ ଆଜି ବିଜେଡି ଅମଳରେ ଯେତେକ ଥିଲେ, ଏବେ ଯାଇକି ସେ ସବୁ ଫୁଲ ପତାକା ଦେଇକି ତାଙ୍କ ଏମଏଲଏ ମନ୍ତ୍ରୀ ମାନଙ୍କୁ ଫିଡିଂ କରୁଛନ୍ତି। ସରକାର ତାଙ୍କର ନୂଆ ବ୍ୟବସ୍ଥାଟି କରିଛନ୍ତି। ଠିକାଦାର ଆନ୍ଦୋଳନ କରୁଛନ୍ତି ମାନେ ଭାବନ୍ତି ସରକାର ଠିକ, ଏମାନେ ସବୁ ଭୁଲ। ସେଟିଂ କରିଦେବେ ଆମର। ମାନେ ମୁଁ ଭାବୁଛି ଯଦି ଇଏ ଯେତିକି ଦେଇଥିବେ, ଯୋଉମାନେ ଦାୟିତ୍ୱରେ ଅଛନ୍ତି ସେତିକି ପୋଷଉନଥିବେ। ତେଣୁ 5ଟା ବଣ୍ଡଲରେ ପୋଷଉନି, 10ଟା ବଣ୍ଡଲ, 20ଟା ବଣ୍ଡଲ। ନହେଲେ ନାହିଁ ଆମର ସେ ଯୋଉ ଖଣି ମାଲିକ ଧରା ହେଇଥିଲେ 4 କୋଟି 20, ସେଇଭଳିଆ ଗୋଟେ ଟ୍ରଙ୍କ ନେଇକି ଦେଲେ ଇଏ ଧରା ପଡିବ। ମୁଁ ଭାବୁଛି ବ୍ୟାଗରେ ନଉଛନ୍ତି ବୋଲି ବୋଧେ ତାଙ୍କ କଥା ରହିପାରନି। ଇଏ ଦେଖିବେ ଟ୍ରଙ୍କରେ ନେଇକି ଯିବେ, ଆଉ ଦେଖିବେ ଆଙ୍କ କଥା ମଧ୍ୟ ରହିବ। ମୁଁ ଭାବୁଛି, କାହିଁକି ନା ଏମାନେ ଝିଅକ ଯାକ ପରସେଣ୍ଟ ପିସି ସରକାର ଯୋଉ ଯାଦୁ କରୁନ, ଏ ହଉଛନ୍ତି ଠିକାଦାର, ସବୁ ର ଲାଗିଛି କି ନାଇଁ। ତେଣୁ ଏମାନଙ୍କ ପାଇଁ ଜମା ବାହାରନି। ଭଗବାନ କରନ୍ତୁ, ପ୍ରଭୁ ମୁଣ୍ଡିଆ ମାରନ୍ତୁ ସାଧାରଣ ଲୋକ, ଗୋଡି ବାଲି ସିମେଣ୍ଟ ଖାଇଥିବା ଲୋକ ତାଙ୍କ ପାକସ୍ଥଳୀ ଫାଟି ଯାଉ।